ଭାରତୀୟ ଜୀବନ ବୀମା ନିଗମର ପାଟଣାସ୍ଥିତ ପୂର୍ବ କ୍ଷେତ୍ରୀୟ ପ୍ରବନ୍ଧକ ବାଲେଶ୍ୱର ଶାଖା ପରିଦର୍ଶନ ଅନୁଷ୍ଠିତ ହେଲା ମାର୍ଚ୍ଚ ମାନିଆ ଆହ୍ୱାନ କାର୍ଯ୍ୟକ୍ରମ। ଭାରତୀୟ ଜୀବନ ବୀମା ନିଗମ ପାଟଣା କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର ବାଲେଶ୍ୱରରେ ଏଲ୍ଆଇସି ମୁଖ୍ୟ ଶାଖା କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଶ୍ରବଣ କୁମାରଙ୍କ ସହ କଟକ ମଣ୍ଡଳର ବରିଷ୍ଠ ପ୍ରବନ୍ଧକ ଅସୀମ କୁମାର ଓ ମାର୍କେଟିଂ ମ୍ୟାନେଜର ଅଶୋକ କୁମାର ରାୟ ପ୍ରମୁଖ ପଦାଧିକାରୀଙ୍କୁ ବାଲେଶ୍ୱର ଶାଖା ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ବାଲେଶ୍ୱର ଶାଖାର ବରିଷ୍ଠ ପ୍ରବନ୍ଧକ ମନ୍ମୟ କୁମାର ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଭାରତୀୟ ଜୀବନ ବୀମା ନିଗମର ମାର୍ଚ୍ଚ ମାନିଆ ଆହ୍ୱାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର ନିଗମର ବ୍ୟବସାୟିକ ତଥା ସେବା କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ତେବେ ବ୍ୟବସାୟ ଓ ସେବା କ୍ଷେତ୍ରରେ ବାଲେଶ୍ୱର ଶାଖାର ଉତ୍କର୍ଷତାକୁ ନେଇ ସେ ଅଧିକାରୀ ଓ କର୍ମଚାରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଚଳିତ ଆର୍ଥିକ ବର୍ଷରେ ବାଲେଶ୍ୱର ଶାଖାର 100 କୋଟି ଟଙ୍କା ପ୍ରଥମ ବର୍ଷ ପ୍ରିମିୟମ ଆୟ ଲକ୍ଷ୍ୟ ପୂରଣ ନେଇ ସେ ସମସ୍ତ କର୍ମଚାରୀ ଓ କର୍ମକର୍ତ୍ତାମାନଙ୍କର ସହଯୋଗ କାମନା କରିଥିଲେ। ସେହିପରି ମାର୍ଚ୍ଚ ମାନିଆ ଆହ୍ୱାନକୁ ପୂରଣ ଦିଗରେ 100% ଲକ୍ଷ୍ୟ ହାସଲ ପାଇଁ ଶ୍ରୀ କୁମାର ଅଭିକର୍ତ୍ତାମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ। ସେହିପରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ଉନ୍ନତ ସେବା ପ୍ରଦାନ ଦ୍ୱାରା ଏଲ୍ଆଇସି ଶୀର୍ଷ ସୀମାରେ ପହଞ୍ଚି ପାରିବ ବୋଲି କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଅସୀମ କୁମାର କହିଥିଲେ। ଏହି ଅବସରରେ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ କୁମାରଙ୍କ ଗସ୍ତ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସଫଳ ଉନ୍ନୟନ ଅଧିକାରୀ, ଜୀବନ ବୀମା ନିଗମ ଉପଦେଷ୍ଟା ଓ ଅଭିକର୍ତ୍ତାଙ୍କୁ ଶ୍ରୀ କୁମାର ସମ୍ବର୍ଦ୍ଧିତ କରିଥିଲେ। ବାଲେଶ୍ୱର ଶାଖାର ଉନ୍ନୟନ ଅଧିକାରୀମାନେ ଏହି ଅବସରରେ କ୍ଷେତ୍ରୀୟ ପ୍ରବନ୍ଧକ ତଥା ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ବ୍ୟବସାୟିକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ଏଲ୍ଆଇସି ବାଲେଶ୍ୱର ଶାଖାର ଅଧିକାରୀମାନେ ଏହି ସ୍ୱାଗତ ଉତ୍ସବକୁ ପରିଚାଳନା କରିଥିଲେ। ଜିଲ୍ଲାର ବିଭିନ୍ନ ଉପଶାଖାର ଅଧିକାରୀଙ୍କ ସମେତ ବ୍ୟବସାୟିକ ଉପଦେଷ୍ଟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।